ଉପକାରୀ ମହୁ। ଚିନି ବା ଗୁଡ଼ ଅପେକ୍ଷା ମହୁରେ କ୍ୟାଲୋରି କମ୍ ଥାଏ ସତ, ହେଲେ ଏହାର ଉପକାରିତା ଅଧିକ। ଖାଇବାକୁ ସୁସ୍ୱାଦୁ ତଥା ସ୍ୱାସ୍ଥ୍ୟ ପାଇଁ ଉପଯୋଗୀ ମହୁକୁ ନିତିଦିନିଆ ଖାଦ୍ୟ ତାଲିକାରେ ରଖନ୍ତୁ ଏବଂ ସୁସ୍ଥ ରୁହନ୍ତୁ। ମହୁର ବ୍ୟବହାର: ଜଳଖିଆରେ 2ଟି କ୍ରିମ୍ କେକର ବିସ୍କୁଟ ସହିତ 1 ଚାମଚ ମହୁ ଖାଇପାରନ୍ତି। ରୋଷେଇରେ ଚିକେନର ବ୍ୟଞ୍ଜନଗୁଡ଼ିକୁ ଅଧିକ ସୁଆଦିଆ କରି ମହୁର ବ୍ୟବହାର କରନ୍ତୁ। ପ୍ୟାନ୍ କେକ୍ ପାଇଁ ଲହୁଣୀ ଓ ମହୁ ମିଶାଇ ତିଆରି କରିପାରନ୍ତି ହନି ସସ୍। ଚିଜ୍, ଛେନା, ତନ୍ଦୁରୀ ରୁଟି, ଢୋକଲା, ଦହି ଯେକୌଣସି ଖାଦ୍ୟ ପାଇଁ ଟପିଂ ଭାବରେ ମହୁର କିଛି ବିକଳ୍ପ ନାହିଁ। ସାଲାଡ୍ ଡ୍ରେସିଂ ପାଇଁ ବି ମହୁ ବ୍ୟବହାର କରିପାରନ୍ତି। ଘରୋଇ ଚିକିତ୍ସାରେ ମହୁ। ଆଖି: ଆପଣ ଦୀର୍ଘ ସମୟ କମ୍ପ୍ୟୁଟର ସାମ୍ନାରେ ବସି କାମ କରନ୍ତି, ଦୃଷ୍ଟିଶକ୍ତି ଭଲ ରଖିବାକୁ ଚାହୁଁଥିଲେ ଗାଜର ରସ ସହିତ 2 ଚା ଚାମଚ ମହୁ ମିଶାଇ ନିୟମିତ ପିଅନ୍ତୁ। ସର୍ଦ୍ଦି କାଶ: 2 ଚା ଚାମଚ ଲେଖାଏଁ ଅଦା ରସ ଓ ମହୁକୁ ଏକାଠି ମିଶାଇ ବ୍ୟବଧାନରେ ପିଅନ୍ତୁ। କୋଷ୍ଠକାଠିନ୍ୟ, ଅମ୍ଳ ଓ ମେଦବହୁଳତା: ସକାଳେ ଖାଲି ପେଟରେ ଉଷୁମ ପାଣିରେ ଫାଳେ ଲେମ୍ବୁ ରସ ଓ 1 ଚା ଚାମଚ ମହୁ ମିଶାଇ ପିଅନ୍ତୁ। ଉଚ୍ଚ ରକ୍ତଚାପ: 1 ଚା ଚାମଚ ରସୁଣ ରସ ସହିତ 2 ଚା ଚାମଚ ମହୁ ମିଶାଇ ନିୟମିତ ଭାବରେ ପିଅନ୍ତୁ। ଶ୍ୱାସରୋଗ ବା ଆଜ୍ମା: ସମ ପରିମାଣରେ ମହୁ, ଅଦା ରସ ଓ ଗୋଲମରିଚ ଗୁଣ୍ଡ ମିଶ୍ରଣ ତିଆରି କରି ଦିନକୁ 3 ଥର ଖାଆନ୍ତୁ। ମାଇଗ୍ରେନ୍: 1 ଚାମଚ ମହୁକୁ ଅଧ ଗ୍ଲାସ ଉଷୁମ ପାଣିରେ ମିଶାଇ ଯନ୍ତ୍ରଣା ଆରମ୍ଭ ହେବା ସମୟରେ ପିଅନ୍ତୁ। ଦରକାର ହେଲେ 20 ମିନିଟ୍ ପରେ ପୁଣି ଥରେ ପିଇପାରନ୍ତି। ଚିନି, ଗୁଡ଼ ଓ ମହୁରେ ଥିବା ଉପାଦାନଗୁଡ଼ିକର ତୁଳନାତ୍ମକ ହିସାବ ପ୍ରତି 100 ଗ୍ରାମରେ କେତେ, ଏ ନିମ୍ନରେ ଥିବା ଟେବୁଲରେ ଦିଆଯାଇଛି ଦେଖନ୍ତୁ।